ଭାବନା ଭୂତ ଜଗିଥିଲା ଇଏ ଗୁଣ୍ଡିଚା ମନ୍ଦିରକୁ। ମହାପ୍ରଭୁ ତ ଗୁଣ୍ଡିଚା ଯାତ୍ରା କଲେ, ପ୍ରଭୁ ତ ଆସିଲେ, ବିରାଜମାନ କଲେ ଆଡପ ମଣ୍ଡପରେ। ଏ ଭାବନା ଭୂତ ତାହେଲେ ଗଲା କୁଆଡେ? ଠିକ ଏଇ ସମୟରେ ଆଜ୍ଞା ଭାବନା ଭୂତ ପଳାଏ ସ୍ୱର୍ଗଦ୍ୱାର ନିକଟରେ ଗୋଟିଏ ବରଗଛ ଅଛି, ଯାହା ନାଁ ହଉଛି ଆଜ୍ଞା ସୋଲାଖିଆ ବରଗଛ। ଆପଣ ଏବେ ବି ଚାହିଁଲେ ଭୂତକୁ ଦେଖିପାରିବେ। ଏ ସୋଲାଖିଆ ବରଗଛ ଉପରେ ଏ ଭାବନା ଭୂତ ରହେ। ସମୁଦ୍ର କୂଳରେ ବୁଲିବ, ପବନ ଖାଇବ, ଆସିକି ମନକୁ ମନ ଏ ସୋଲାଖିଆ ବରଗଛରୁ ଗୋଟିଏ ଗୋଟିଏ ଡାଳ ଭାଙ୍ଗିଦବ ଆଜ୍ଞା। ଏଇ ନବଦିନାତ୍ମକ ଯାତ୍ରା ଭିତରେ ପ୍ରାୟ 4-5 ଥର ମନକୁ ମନ ଏ ସୋଲାଖିଆ ବରଗଛର ଡାଳ ଗୁଡାକ ସବୁ ଭାଙ୍ଗିକି ଆଜ୍ଞା ତଳେ ପଡେ। ଏ ଭାବନା ଭୂତ ପ୍ରତ୍ୟେକ ଦିନ ସ୍ୱର୍ଗଦ୍ୱାର ନିକଟରେ ବୁଲେ, ସମୁଦ୍ର କୂଳରେ ଆନନ୍ଦରେ ବୁଲେ, ଏ ସୋଲାଖିଆ ବରଗଛରେ ରହେ ଏବଂ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ, ହେ ମହାପ୍ରଭୁ, ଆପଣ ଆଜି ଗୁଣ୍ଡିଚା ମନ୍ଦିରରେ ବିରାଜମାନ କରିଛନ୍ତି। ମତେ ବର୍ଷ ସାରା ଯୋଉ ଦାୟିତ୍ୱ ଦେଇଥିଲେ, ମୁଁ ଆପଣଙ୍କର ଗୁଣ୍ଡିଚା ମନ୍ଦିରକୁ ଆଡ଼ପ ମଣ୍ଡପକୁ ଜଗିକିରି ଥିଲି। ହଁ ଆଜ୍ଞା, ସନ୍ଧ୍ୟାବେଳେ ରାତି ସମୟରେ ଆପଣମାନେ ଗୁଣ୍ଡିଚା ମନ୍ଦିରକୁ ଗଲେ ପ୍ରକୃତରେ ଭୂତକୁ ଦେଖିବେ। ସେଇଥିପାଇଁ ଗୁଣ୍ଡିଚା ମନ୍ଦିର ଭିତରକୁ ସନ୍ଧ୍ୟାବେଳେ ରାତି ବେଳେ ଏକୁଟିଆ ଛାଡନ୍ତିନି, ଦୀପ ନେଇକିରି ଯାଆନ୍ତି। ମନକୁ ମନ ନଡିଆ ଗଛରୁ ନଡିଆ ପଡିଯିବ, ଡାଳ ଭାଙ୍ଗିଯିବ। ଏ ଭାବନା ଭୂତ ବର୍ଷ ଯାକ ଆଜ୍ଞା ଗୁଣ୍ଡିଚା ମନ୍ଦିରକୁ ଜଗିକି ଥାଏ। ମହାପ୍ରଭୁ ଯେତେବେଳେ ଆଡ଼ପ ମଣ୍ଡପକୁ ଆସନ୍ତି, ପଳେଇ ଯାଏ ସ୍ୱର୍ଗଦ୍ୱାର ନିକଟର ଏଇ ସୋଲାଖିଆ ବରଗଛ ପାଖରେ ରହେ।